प्रणाम घेना करंतु उठ उठ मा श्रावणी मानिनी अरे मा श्रावणी हाँ पिता ए मा मानिनी पिता तुम सकाल पहरु खेलवा जाइछ जे सूर्य अस्त हवा कहलारी हेले जाए कहीं घर को फेरी न रे माँ ए देखो ना पिता ए मानिनी जीत कला बोली ना मो ता सहित ए राजप्रसाद रे खेलुथिली हेले जानछ पिता ये ना दिन को दिन भारी दुष्टामी जाइछि ये मते जाने सुनी कि पुची खेल रे तले पकई देइछि ना पिता ना से सब मिछ कहूची से जानी सुनी ए पुछ खेले से तले पड़ जाइछि पिता। अरे माँ मानिनी तू एमती कहीं कर माँ से परा तो भौणी ए माँ करे आउ जानिछ ए तम झियो ना आगरे आसिकी मोर सब खाइबाकू एकुटिया खाई देइछि सतरे तो ना ए माँ मानिनी माँ से परा तो भौणी दी भौणी जेकोसी खाइबा भी मिसिकी खाइबारे धन देख बापा पिता आमे दुई भौणी ए राजप्रसाद खेला बेलकू मते बहुत जोरे भोक लागुथिला सेदिपाई मो भौणी श्रावणी को खाइबा न देई मु जणे ही सब किछि खाई देइछि माँ। आउ दिन सेमिति काम करिबु रे धन दी भौणी मिसिकी खाइबो हौ माँ। अरे माँ मानिनी पिता तू एमती कहीं कर माँ तू परा मो सुना झियो हाँ पिता मु आपणकर सुना झिया ए कौन कहले पिता ए मानिनी तमरा सुना झियो जानिछि ए मानिनी जेते भी दुष्टामी कले पिता सब मिले ही मानिनी को अधिक फल पाती नाई रे मास्टर पणे तू भूल बुझीछु तो पिता ना तुम भौणी दुई भौणी को बहुत भल पाती धन नाई माँ नाई तमे भी आज खाली बाहरी मिछ कहूछ नाई रे धन मु छोट बेले तू देखी आछि माँ जे पिता सब मिले ही मानिनी को अधिक फल पाती मते तो जमार भी फल पाती नहीं नाई रे धन देख मु तम सहित आज दिन ठारू ना कथा हेबिनी ना रे माँ तू सेमिति कह ना तू भी परा मो सुना झियो ए श्रावणी श्रावणी ए माँ श्रावणी तू रुसना रे माँ तू रुसना 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 झियालो मोर अभिमानिनी लो मोर अभिमानिनी ए माँ श्रावणी तू रुसना रे माँ तू रुसना 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 झियालो मोर अभिमानिनी लो मोर अभिमानिनी रुसना रुसना झियालो मोर अभिमानिनी लो मोर अभिमानिनी गाहा खोजुती बुताते आनी देवी तोते आनी देवी गाहा खोजुती बुताते आनी देवी लो सुना झियाऊ जमारा गनी रुसना रुसना झियालो मोर अभिमानिनी लो मोर अभिमानिनी रुसना रुसना झियालो मोर अभिमानिनी लो मोर अभिमानिनी ए माँ श्रावणी तू रुसना रे माँ तू रुसना हाथे धरे भी चांदरे मुई चिंगेई आनी लो मुई चिंगेई आनी हाथे धरे
ତୁ ଏମିତି କାହିଁକି ହେଉଛୁ ରେ ମା? ତୁ ରୁଷନା ରେ ମା, ତୁ ରୁଷନା। ତୁ ଯଦି ରୁଷିଲେ ମୁଁ ଆଉ ସହ୍ୟ କରିପାରିବି ନାହିଁ ଲୋ ମା, ସହ୍ୟ କରିପାରିବି ନାହିଁ। ନାଇଁ ପିତା ନାଇଁ, ଏଇ ମାନିନୀ ଦିନକୁ ଦିନ ଭାରି ଦୁଷ୍ଟାମି ହେଇଯାଇ ମତେ ସବୁବେଳେ ଏମିତି ମାଡ଼ ମାରୁଛି। ହେଲେ ଦେଖ, ମୁଁ ନା ତମକୁ ପରୀକ୍ଷା କରିଥିଲି ପିତା। ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ ତମେ ଆମ ଦୁଇ ଭଉଣୀକୁ କେତେ ଭଲ ପାଅ ବୋଲି। ଆରେ ମା ଶ୍ରାବଣୀ, ମା, ହରେ ଧନ, ହେଲେ ମୁଁ ଆଜି ଜାଣି ସାରିଛି ମା, ତମେ ଦୁଇ ଜଣ ନା ଆମ ଦୁଇ ଭଉଣୀକୁ ସେଇ ଛୋଟ ପିଲାରୁ ସମାନ ଭାବରେ ଭଲ ପାଇବା ଦେଇଛ। ହରେ ଧନ। ପିତା, ମୁଁ ବି ଆପଣଙ୍କୁ ପରୀକ୍ଷା କରିଥିଲି ପିତା, ଆମ ଦୁଇ ଭଉଣୀକୁ ଆପଣ କେତେ ଭଲ ପାଆନ୍ତି ବୋଲି। ମାନିନି, ହେଲେ ପିତା, ମୁଁ ଆଉ ମୋ ଭଉଣୀ ସହିତ କେବେ ବି ଏମିତି କଲି ଝଗଡ଼ା ଲାଗିବିନି ପିତା। ହରେ ମା, ହେଲେ ପିତା, ଆପଣଙ୍କୁ ମୁଁ କିଛି କହିବା ପାଇଁ ଚାହୁଁଛି ପିତା। ଆରେ ମା, ତୁ ଯାହା କହିବାର ଥିଲେ ତୋ ପିତା ଆଗରେ ପ୍ରକାଶ କରିଲୁ ମା, ପିତା, ପ୍ରକାଶ କର। ମୁଁ ନା ସାଙ୍ଗସାଥି ମେଳରେ ସେ ଫୁଲ ଦେନ ଭୁଲିଯିବି ପିତା। ମୁଁ ବି ଯିବି। ନା, ମୁଁ ତୋ ସହିତ ସେ ଫୁଲ ଦିନ ଜମା ଯିବିନି ମାନେ ଯିବିନି। ଏ ମା ମାନିନି, ସେ ପୁରା ତୋ ଭଉଣୀ, ସେ ଯଦି ତୋ ସହିତ ଯିବା ପାଇଁ ଚାହୁଁଛି ହେଲେ କାହିଁକି ମନା କରୁଛି ରେ ଧନ? ନା ମା, ଶ୍ରାବଣୀ ସହିତ ଯଦି ଫୁଲ ଦେନ ଯିବାରେ ପ୍ରଥମେ ସବୁ ଫୁଲକୁ ସେ ସଂଗ୍ରହ କରିନିଏ। ମୁଁ ଶ୍ରାବଣୀ ସହିତ ଯିବିନି ମାନେ ଜମା ଯିବିନି। ଆରେ ଏ ମା ମାନିନି, ପିତା, ତୋ ସହିତ ଯିବା ପାଇଁ କହୁଛି ନା ଶ୍ରାବଣୀ, ତୋ ସହିତ ନେ ରେ ମା, ତୋ ସହିତ ନେ। କହିଲି ପରା, ମୁଁ ଯିବିନି ମାନେ ଯିବିନି ଶ୍ରାବଣୀ ସହିତ। ଠିକ ମୁଁ ଅଛି। ବି ତୋ ସହିତ ଯିବା ପାଇଁ ଜମାରୁ ବି ଇଚ୍ଛା ହଉନି। ମୁଁ ବି ଯିବିନି। ଏଇ ଏ ମା ମାନିନି ଶ୍ରାବଣୀ, ତୁମେ ଏମିତି କାହିଁକି ହେଉଛ? ଏ ମା ମାନିନି, ତୁ ଫୁଲ ଉଦ୍ୟାନକୁ ଯିବା ପାଇଁ ଇଚ୍ଛା କରିଛୁ ନା? ହଁ ପିତା। ତୁ ଯିବୁ ରେ ମା, ଯିବୁ, ନିଶ୍ଚୟ ଯିବୁ, କିନ୍ତୁ ଏକୁଟିଆ ଯିବୁନି ରେ ମା, ତୋ ସାଙ୍ଗମାନଙ୍କ ସହିତ ସେଇ ଫୁଲ ଉଦ୍ୟାନକୁ ଯାଇ ବୁଲି ଆସିବୁ ରେ ମା, ବୁଲି ସତରେ ଆସିବୁ। ପିତା? ଠିକ ଅଛି ପିତା, ତାହେଲେ ମୋ ସାଙ୍ଗସାଥି ମେଳରେ ସେ ଫୁଲ ଦିନ ନିଶ୍ଚୟ ବୁଲିଯିବି। ଶ୍ରାବଣୀ, ପିତା ମାତା ତ ମତେ ଫୁଲ ଦିନ ଯିବା ପାଇଁ ଅନୁମତି ଦେଇଦେଲେ, ହେଲେ ତତେ ଜମା ଦେବେନି। ଦେଖ ମା, ଏଇ ତମ ଝିଅ ମତେ କେମିତି ଚିଡଉଛି, କହୁଛି ଯେ ମତେ ଅନୁମତି ଦେବେନି ବୋଲି। କାହିଁକି ଦେବିନି ରେ ଧନ? ମା। ମୁଁ ଅଛି ନା? ଦେଖ, ଏଇ ମାନିନୀ ତ ଚାଲିଯିବ ତା ସାଙ୍ଗମାନଙ୍କ ସହିତ ହଁ। ସେଇ ଫୁଲ ବଗିଚାକୁ। ହେଲେ ମାନିନୀ ବିନା ତ ମତେ ଜମାରୁ ବି ଭଲ ଲାଗିବନି। ହରେ ମା, ସେଥିପାଇଁ ମୁଁ କହୁଛି କି ମା, କଣ କହୁଥିଲେ ରେ ଧନ? ମୁଁ ବି ମୋ ସାଙ୍ଗମାନଙ୍କ ସହିତ ସେଇ ପାହାଡର ଝରଣାକୁ ନା ବୁଲି ଯିବା ପାଇଁ ଚାହୁଁଛି। ସତରେ? ତମେ ଟିକେ ପିତାଙ୍କୁ ବୁଝାନ୍ତୁ ନା ମା। ଠିକ ଅଛି ଧନ, ତୋ ପିତାକୁ କହି ମୁଁ ନିଶ୍ଚୟ ଆଦେଶ ମାଗିଦେବି। ସ୍ୱାମୀ, କ୍ରାନ୍ତି, ମୋ ଝିଅ ଶ୍ରାବଣୀ ମଧ୍ୟ ସେ ଝରଣା କୂଳକୁ ବୁଲିଯିବା ପାଇଁ ଇଚ୍ଛା କରୁଛି। ହେଲେ ଆମ ଝିଅମାନେ ତ ବଡ଼ ହେଇଯାଇଛନ୍ତି ସ୍ୱାମୀ, ଶାନ୍ତି, ସେମାନଙ୍କୁ ମନା କରିଦେଲେ ତାଙ୍କରି ମନ ଛୋଟ ହେଇଯିବ ସ୍ୱାମୀ। ତୁମେ ଠିକ କହିଛ ଶାନ୍ତି। ହେଲେ ଆମ ଝିଅମାନଙ୍କୁ ଯଦି ଆମେ ମନା କରିବା ତାହେଲେ ତାଙ୍କର ମନ ଦୁଃଖ ହବ। ଏ ମା ଶ୍ରାବଣୀ, ଶ୍ରାବଣୀ, ତୁ ଝରଣା କୂଳକୁ ଯିବା ପାଇଁ ଇଚ୍ଛା କରିଛୁ ନା? ହଁ ପିତା। ତାହେଲେ ନିଶ୍ଚୟ ଯିବୁ ରେ ମା, କିନ୍ତୁ ତୁ ଏକୁଟିଆ ଯିବୁନି ରେ ମା, ତୋ ସାଙ୍ଗମାନଙ୍କ ସହିତ ସେହି ଝରଣା କୂଳକୁ ଯାଇ ବୁଲି ଆସିବୁ ରେ ମା, ବୁଲି ଆସିବୁ। ଠିକ ଅଛି ପିତା। ଏ ଭଉଣୀ, ଆମେ ଦୁଇ ଭଉଣୀ ତାହେଲେ ତୁ ଯିବୁ ସେ ଝରଣା କୂଳକୁ ଆଉ ମୁଁ ଯିବି ସେ ଫୁଲ ଉଦ୍ୟାନକୁ। ହଁ ଏ ମା ମାନିନି ଶ୍ରାବଣୀ, ମା। ମା, ତୁମେ ତ ଖେଳିବାକୁ ଯିବ, ହଁ ମା, ହେଲେ କିଛି ଖାଇକି ଯିବ ରେ ଧନ। ସତରେ ମା, ହଁ ରେ ଧନ। ତମେ ଆମ ପାଇଁ କଣ ରୋଷେଇ କରିଦେଇଛ? ଏ ମା ଶ୍ରାବଣୀ, ତୁ ବହୁତ ଭଲ ପାଉ କ୍ଷୀରି ପାଇଁ, ହଁ ଆଉ ମୁଁ ମାନିନି ଆରିସା ପିଠା ପାଇଁ ବହୁତ ଭଲ ଲାଗେ ବୋଲି କହେ। ହଁ ମା। ହେଲେ ତୋ ପାଇଁ କ୍ଷୀରି ତିଆରି କରିଦେଇଛି, ଆଉ ମୋ ମାନିନି ଝିଅ ପାଇଁ ଆରିସା ପିଠା କରିଦେଇଛି। ହେଲେ ଦୁଇ ଭଉଣୀ ମିଶିକି ଖାଇକି ଯିବ। ଠିକ ଅଛି ମା, ସତରେ ମା। ଠିକ ଅଛି। ହଁ ରେ ମା। ଆମେ ଦୁଇ ଭଉଣୀ ନା ଖାଇକି ହିଁ ଯିବୁ। ଠିକ ଅଛି ମା, ଏବେ ଆପଣଙ୍କୁ ଅନୁମତି ଦିଅ ମା। ଠିକ ଅଛି ଧନ।
ଶ୍ରାବଣୀ ହଁ ମାନିନୀ ତୁ ତ ଚାଲିଯିବୁ ତୋ ସାଙ୍ଗସାଥି ବେଳରେ ସେ ଝରଣା କହିଲାକୁ ଆଉ ମୁଁ ତ ଚାଲିଯିବି ମୋ ସାଙ୍ଗସାଥି ମେଳାରେ ସେ ଫୁଲ ଦେଲକୁ ହଁ ହେଲି ତୋ ଖାଇବାକୁ ତ ମୁଁ ସବୁ କିଛି ଖାଇ ଦେଇଛି ହେଲେ ମା କହୁଥିଲେ ଆମ ପାଇଁ ଖାଇବା ରଖିଦେଇଛନ୍ତି ବୋଲି ତୋ ପାଇଁ କ୍ଷୀରି ଆଉ ମୋ ପାଇଁ ଆରିସା ପିଠା ଯା ଭଉଣୀ ତୁ ଶୀଘ୍ର ସେ ଭଣ୍ଡାର ଘରେ ଶୀଘ୍ର ମୋ ପାଖକୁ ଚାଲି ଆସିବୁ ଠିକ ଅଛି ତୁ ସେଇଠି ଅପେକ୍ଷା କରିଥା ମୁଁ ତୋ ପାଇଁ ଖାଇବା ନେଇକି ଆସିଛି ଠିକ ଅଛି ଶ୍ରାବଣୀ तू कौन करुची बा हई रे पोड़ा मुई अलक्षणी सी होचंती राजकुमारी और तू तो निज एटा को राजकुमारी कहजिलो ମା ଏ ମା ମୁଁ ଏମିତି କି ଭୁଲ କରିଦେଇଛି ମା ମତେ ତମେ ସବୁଦିନ ଏମିତି ଗାଲି କରି ମାର ମାରୁଛ ଆଜି ମୋର କିଛି ବି ଭୁଲ ନାହିଁ ମା ଏଇ ଆମ ମାନିନୀ ଜିଦ୍ କଲା ବୋଲି ମୁଁ ତା ସହିତ ଏ ରାଜପ୍ରାସାଦରେ ଖେଳୁଥିଲି ଆଉ କିଛି ଭୋକ ଲାଗିଲା ବୋଲି ମୁଁ ଆଉ ମାନିନୀ ମିଶି ଆମେ 2 ଜଣ ଖାଉଥିଲୁ ମା ମୋର ଏଥିରେ କିଛି ବି ଭୁଲ ନାହିଁ हई रे पोड़ा मुई अलक्षणी ताकरी पितांक पई हमर जीवन खंडिका बंचिची आ तू तो निज एटा को सेई राजकुमारी को खुआए बुलो ए माँ देखो माँ श्रावणी किसी भी भूल नहीं सब भूल अच्छी मोरा आपण जहाँ भी गाली करवा अच्छी आपण मती करंतु माँ सब मनुष्य को से भगवान ही तैयारी करती माँ क्या को धनी करवा केबे हेले भी देखी मरी माँ मो भौणी को आपण क्षमा कर दियंतु माँ मो भौणी को आपण गाली करतुनी ताकू गाली देबी तो कौन फूल चंदन दे पूजा करबी तो पूजा हई रे बोकी एटी आटा पर कौन देखुची बा हई रे अलक्षणी पोड़ा मुई से पटे केते गुड़ाए काम पड़ीची तते जणा नाही किलो अरे जीवना नाही बा जीवनी हई रे अलक्षणी से पटे ओइटा बासन मजा अछि लुगा सफा करिबार अछि आ फूल गछरे पानी दबार अछि सेइटा कोना मु करबी मुलो ए मुठ कहिले उठिबू आ
ବସ୍ କହିଲେ ବସିବୁ। ଏଇ ତୋର ମା ଡାକୁଥିଲା ମତେ ଭଲ ଲାଗେନି ଲୋ। ତୁ ମା ବୋଲି ଯଦି ଡାକିବୁ ନା ତୋ ତଣ୍ଟିରୁ ରକ୍ତ ପିଯିବି ରକ୍ତ ଲୋ। ମା ମୁଁ ତ କିଛି ବି ବୁଝିପାରୁନି। ମୁଁ ତମକୁ ମା କହିଥିଲି ଏମିତି କାହିଁକି ତମେ ରାଗି ଯାଉଛ? ସତରେ ମା ତମେ କହିଲା ଦିନଠାରୁ ତ ମୁଁ ଏଇ ରାଜପ୍ରସାଦ କାମ ସବୁଦିନ କରି ଆସୁଛି। ମା ମୁଁ ସକାଳୁ ଉଠି ଅଇଁଠା ବାସନ ମୁଁ ସଫା କରି ଦେଇଛି, ଆଉ ଫୁଲ ଗଛରେ ମଧ୍ୟ ମୁଁ ପାଣି ଦେଇ ଦେଇଛି। ମୁଁ ମାନୁଛି ମା ଆଜି ମୁଁ ତମର ଲୁଗା ସଫା କରିନି। ସେଇଟା କଣ ମୁଁ କରିବି ଲୋ ବୋଉ? ମା ନାଇଁ ମା ନାଇଁ, ତମେ କାହିଁକି ଲୁଗା ସଫା କରିବ? କାମ କରିବା ପାଇଁ ତ ମୁଁ ଅଛି। ମୁଁ ଏ ଘରର ସବୁ କାମ ମୁଁ ହିଁ କରିବି। ଏଇ ଦେଖ ଆଜି ପାଇଁ ମତେ କ୍ଷମା କରିଦିଅ ମା। ମୁଁ ଏବେ ଯାଇ ଘର ସବୁ କାମ କରିଦେବି। ଏରେ ବୋକି ସବୁ କାମ ସାରି ଦେବୁ। ଆଉ ଏଇ ତୋର ବକରା 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 ମୁଁ ବହୁତ ଶୁଣିଛି। ଭାଷଣ ବରା ବନ୍ଦ କର। ବହୁତ ଭାଷଣ ଶୁଣିଛି ବା। ଏଇ ଯିବୁ ନା ନାଇଁ ବା? ନା ମୁଁ ତତେ ଧକ୍କା ମାରିକି ବାହାର କରିବି। ଆରେ ଏ ବୋକି ସିଏ କିଛି କରିବେନି, ଯାହା କରିବି ମୁଁ କରିବି। ଯିବୁ ନା ନାଇଁ ବା? ଯିବୁନି? ହଁ ଦେଖ लो। ए माँ तुम्हें काहे श्रावणी को गाली कला माँ? तुम्हें काहे श्रावणी को गाली कला? ମୁଁ ଆପଣ କଥା ମୁଁ କିଛି ବୁଝି ପାରୁନି ମା। ମୁଁ କିଛି ବୁଝି ପାରୁନି। ହ୍ୟାଲୋ ଏ ମା, ତମେ ହେଉଛ ବଡ ଲୋକ ମା, ଆଉ ଆମେ ହେଉଛୁ ଛୋଟ ଲୋକ। ଆମେ ତୁମ ସହିତ ଖାଇବା ଖେଳିବା ବୁଲିବା ଉଚିତ ନୁହଁ ମା। ହଁ ମା, ସିଏ ହଉଛି ତମ ପାଦ ତଳର ଜୋତା ମା, ଜୋତା। ତାକୁ ତମେ ମୁଣ୍ଡରେ ବସେଇବନି ମା। ତମେ ଯଦି ତାକୁ ମୁଣ୍ଡରେ ବସେଇବ ନା ତାହେଲେ ସିଏ ତମର ସବୁ ସୁଖକୁ ଛଡେଇ ଆଣିବ ମା। ହଁ ମା। ଆପଣ ଏଇ କଣ କହୁଛନ୍ତି? ଏଇ ଦେଖୁନ ମା, ସିଏ ପରା ମୋ ନିଜ ଝିଅ। ମୁଁ କେମିତି ଏମିତି କହିଥାନ୍ତି ଲୋ ମା? କଥାରେ ପରା ଅଛି ମା, କଣ? ସାଧୁ ସଙ୍ଗତରେ ସଙ୍ଗୀ ହେଲେ ଲୋକେ ଆପେ ସାଧୁ ହୋଇଯାଏ, ଆଉ ହୀନ ଜନ ସଙ୍ଗେ ସଙ୍ଗୀ ହେଲେ ସିଏ ହୀନ ବୁଦ୍ଧି ସିନା ପାଏଲୋ ମା। ହଁ ମା, ସିଏ ହଉଛି ଗୋଟାଏ ହୀନଟାମା ହୀନଟା। ତମେ ତାକୁ ଚାକରାଣୀ ପରି ଖଟେଇବାକୁ ପଡିବ, ଦୁଃଖ ଉପରେ ଦୁଃଖ ଦବାକୁ ପଡିବ ମା, କଷ୍ଟ ଉପରେ କଷ୍ଟ ଦବାକୁ ପଡିବ। ଆଉ ଯଦି ତମେ କଷ୍ଟ ଉପରେ କଷ୍ଟ ନ ଦେଲେ ତମର ସବୁ ସୁଖକୁ ସେ ଛଡେଇ ଆଣିବ ମା। ନା ମା ନା, ସେମିତି ଭୁଲ କେବେ ବି ହବାକୁ ଦେବିନି ମା। ମୁଁ କଣ ତା ସହିତ ମିଳାମିଶା କଲେ ସେ କଣ ମୋର ସବୁ ସୁଖ ଛଡେଇ ନେଇଯିବ? ହଁ ମା। ନା ମା, ମୁଁ ତାର ସବୁ ସୁଖ ଆଉ ସବୁ ଖୁସିକୁ ମୁଁ ଛଡେଇ ଆଣିବି ମା। ତାର ଦୁଃଖର ଶ୍ରାବଣରେ, ତାର ଖୁସିର ଶ୍ରାବଣରେ ମୁଁ ଦୁଃଖର ଶ୍ରାବଣ ଭରିଦେବି ମା। ତାକୁ ମୁଁ କେବେ ବି ଖୁସିରେ ବଞ୍ଚିବାକୁ ଦେବିନି।
ତାକୁ ମୁଁ ସବୁ ରାତି ସବୁଦିନ ଚାକରାଣୀ ହିସାବରେ ଖଟାଇବି ମା। ଆପଣ ଯାହା କହିବେ ଆପଣ କଥା ମୁଁ ଆଜି ଠାରୁ ସବୁ ମାନିବି। ତାହେଲେ ମୁଁ ଆସୁଛି ମା। ଅଛି ମା, ତମେ ଏଥର ଆସିପାର। ଠିକ ଅଛି ମା, ତାହେଲେ ମୁଁ ଆସୁଛି। ହଁ ମା।